ବନ୍ଧୁଗଣ ଆସନ୍ତୁ ଆଜି ଆମେ ରାଶିଚକ୍ରର ତୃତୀୟ ନକ୍ଷତ୍ର କୃତ୍ତିକା ନକ୍ଷତ୍ର ବିଷୟରେ ଜାଣିବା। କୃତ୍ତିକା ମାନେ କାଟିବା ବା କାଟିବାକୁ ଯେଉଁ କହନ୍ତି, କୁରାଢ଼ୀ ହେଉ କିମ୍ବା ଛୁରୀ ହେଉ, ତାର ସିମ୍ବଲ ହେଉଛି କୃତ୍ତିକା ନକ୍ଷତ୍ର। ଏହି ନକ୍ଷତ୍ର ଦୁଇଟି ରାଶିରେ ମେଷ ରାଶିରେ ଏବଂ ବୃଷ ରାଶିରେ ଉଭୟ ରାଶିରେ ଥାଏ। ଦେଖନ୍ତୁ ଏଠି ଚିତ୍ର, ଆପଣ ରାଶିଚକ୍ରରେ ଯଦି ଦେଖନ୍ତୁ ମଝି ଘରେ ଯଦି ଗୋଟେ ଭଗ୍ନାଂଶ ଥବ 3/1, 3 ହେଲା 3 ନମ୍ବର ନକ୍ଷତ୍ର ହେଉଛି କୃତ୍ତିକା ନକ୍ଷତ୍ର, 1 ହେଲା 1 ନମ୍ବର ରାଶି ହେଉଛି ମେଷ ରାଶି। ମେଷ ରାଶିରେ ଚନ୍ଦ୍ର ଥବ, ଏଠି 1 ଲେଖା ହେଇଥିବ, ଆପଣ ଜାଣିବେ ଆପଣଙ୍କର ମେଷ ରାଶି କୃତ୍ତିକା ନକ୍ଷତ୍ର। ଏଠି ବୃଷ ରାଶି ଦେଖନ୍ତୁ, ମେଷ ଘର ବୃଷ ଘରେ ଯଦି ଚନ୍ଦ୍ର ଥବ, ଭିତରେ ଲେଖା ହେଇଥିବ 3/2, ମାନେ 3 ହେଲା ନକ୍ଷତ୍ର ହେଉଛି କୃତ୍ତିକା ନକ୍ଷତ୍ର, 2 ହେଲା ଦ୍ୱିତୀୟ ନମ୍ବର ରାଶି ହେଉଛି ବୃଷ ରାଶି। ତାହେଲେ ଜାଣିବେ ଆପଣଙ୍କର କୃତ୍ତିକା ନକ୍ଷତ୍ର। କୃତ୍ତିକା ନକ୍ଷତ୍ର ମେଷ ରାଶିରେ 26.40 ଡିଗ୍ରୀ ଏବଂ ବୃଷ ରାଶିର 10 ଡିଗ୍ରୀ ଭିତରେ ଥାଏ। କୃତ୍ତିକା ନକ୍ଷତ୍ର ମେଷ ରାଶି ବୃଷ ରାଶି ଉଭୟ ଘରେ ଥିବାରୁ ସେମାନେ ସାଧାରଣତଃ ହସକୁରା ଥାଆନ୍ତି, ଲୋକପ୍ରିୟ ଥାଆନ୍ତି, ଦୟାଳୁ ଥାଆନ୍ତି, ଗୁରୁଜନ ପ୍ରିୟ ଥାଆନ୍ତି। ଚେହେରା ତାଙ୍କର ବଡ଼ ନାକ ଥାଏ, ସାଧାରଣ ଆଖି, ମୋଟା ବେକ, ଆଭରେଜ ଉଚ୍ଚତା, ସୁନ୍ଦର ଶରୀର ଏବଂ ସୁନ୍ଦର ମାଂସପେଶୀ ଥାଏ। ସାଧାରଣତଃ କୃତ୍ତିକା ନକ୍ଷତ୍ର ଲୋକ କ୍ରିଏଟିଭ୍ ଏବଂ ସେ ତିଆରି କରିପାରନ୍ତି ଏବଂ ଧ୍ୱଂସ ବି କରିପାରନ୍ତି। ସେମାନେ ବହୁତ ଆଗ୍ରେସିଭ୍, ଯେକୌଣସି କଥାରେ ନିଜେ ଆଗ କରିବାକୁ ଚାହିଁବେ। ନୂଆ ତଥ୍ୟ ସେମାନଙ୍କୁ ଭଲ ପାଆନ୍ତି, ନୂଆ ନୂଆ ତଥ୍ୟ ତିଆରି କରିପାରନ୍ତି, ନୂଆ ରୋମାଞ୍ଚକୁ ଭଲ ପାଆନ୍ତି। ଗୋଟେ ନୂତନ ଜାଗାକୁ ଯିବାର କିମ୍ବା ନୂତନ ରୋମାଞ୍ଚ ଅନୁଭବ କରିବାକୁ ସେମାନେ ଭଲ ପାଆନ୍ତି। ସେ ଶାରୀରିକ କାମ କରିବାକୁ ଭଲ ପାଆନ୍ତି, ତୀକ୍ଷ୍ଣ କଥା କହନ୍ତି, ବେଳେବେଳେ କଥାଟା ବହୁତ ବାଧିଲା ଭଳିଆ ତୀକ୍ଷ୍ଣ କଥା କହିବେ। ବହୁତ ସାହାଯ୍ୟକାରୀ ସେମାନେ, ସ୍ୱାଧୀନଚେତା ସେମାନେ, କାହା ଅଧୀନରେ କାମ କରିବାକୁ ସେମାନେ ଭଲ ପାଆନ୍ତି ନାହିଁ। ସେମାନେ ଭାରି ସାହସୀ, ସେମାନେ ଭାରି ବୁଦ୍ଧିଆ ଥାଆନ୍ତି, ତାଙ୍କ ବୁଦ୍ଧିଆ କ୍ରିଏଟିଭ୍ ବୁଦ୍ଧିଆ ଥାଏ। ସେମାନେ କିନ୍ତୁ ବହୁତ କାମରେ ବେଶୀ ସମୟ ଯଦି କାର୍ଯ୍ୟ କରିବେ ଧୈର୍ଯ୍ୟହୀନ ହୋଇଥାନ୍ତି। ସେମାନେ ବନ୍ଧୁତ୍ୱ ପ୍ରିୟ, ସେମାନେ ଯାହା ହେଲେ ବି ରୋଜଗାରକୁ ବେଶୀ ଦେଖିଥାନ୍ତି, ରୋଜଗାରଟା ତାଙ୍କର ଅଗ୍ରାଧିକାର ଥାଏ। ସେମାନେ ମାତୃପ୍ରେମୀ, ତାଙ୍କ ପିତା ତାଙ୍କୁ ବହୁତ ସାହାଯ୍ୟ କରୁଥିଲେ ମଧ୍ୟ ଜୀବନ ଗଠନରେ ସେମାନେ ମାଆକୁ ବେଶୀ ଭଲ ପାଆନ୍ତି, ମାତୃପ୍ରେମୀ, ମାଆ କଥାରେ ବେଶୀ ଚାଲନ୍ତି। ସେମାନେ ଭାରି ଅଶ୍ନବିଷ୍ଣୁ, କୌଣସି କଥାରେ ହେଲେ ରାଗି ଏବଂ କ୍ଷଣକୋପୀ। ରାଗିବେ ଯେତେବେଳେ ଖୁବ୍ କମ୍ ଶୀଘ୍ର କ୍ଷଣକୋପୀ, ମାନେ ଧୀରେ ଧୀରେ କୋପ କମିଯିବ ତାଙ୍କର ରାଗ। ବହୁତ ସ୍ନେହୀ, ସେମାନେ ସେବାକାରୀ ବହୁତ। ସେମାନେ ଯାହା ତାଙ୍କର ନିଜ ଲୋକକୁ ଭାରି ସୁରକ୍ଷାକାରୀ, ଭାରି ପରିବାରବାଦୀ, ସୁରକ୍ଷାକାରୀ ସେମାନେ ନିଜ ପରିବାରକୁ। ସେମାନେ ସିଧା ସିଧା କଥା କହିଦିଅନ୍ତି। ସେମାନେ ଭାରି ଈଶ୍ୱର ପ୍ରେମୀ ଏବଂ ଅନ୍ୱେଷୀ, ଈଶ୍ୱରଙ୍କୁ ପାଇବାକୁ ଅନ୍ୱେଷୀ ଥାଆନ୍ତି। ଅନ୍ୱେଷୀ ମାନେ ଇଚ୍ଛା ଶକ୍ତି ଥାଏ, କେବଳ ଖୋଜୁଥାନ୍ତି, ଈଶ୍ୱର ପ୍ରେମୀ। ସେମାନେ ଯୋଗୀ ହେଇପାରନ୍ତି ବହୁତ, ଯୋଗୀମାନେ ତପସ୍ୟା କରନ୍ତି, ଯୋଗୀ ହେଇପାରନ୍ତି। ନ୍ୟାୟ ପ୍ରଦାନକାରୀ, ସେମାନେ କୃଷି ଏବଂ ବଗିଚା ପ୍ରିୟ। ସେମାନେ ଭାରି ବସ୍ତୁବାଦୀ, ମ୍ୟାଟେରିଆଲିଷ୍ଟିକ୍, ସବୁ ମ୍ୟାଟରକୁ ଭଲ ପାଆନ୍ତି। ଉପଦେଶକାରୀ, ସେମାନେ ଶିକ୍ଷକ ହେଇକିରି ବହୁତ ଉପଦେଶ ଦିଅନ୍ତି ଲୋକମାନଙ୍କୁ। ତାଙ୍କ ଜୀବନର ଲକ୍ଷ୍ୟ ହେଉଛି ମୋକ୍ଷ ପ୍ରାପ୍ତି ଲକ୍ଷ୍ୟ। ସେମାନେ ଯେଉଁ ଜାଗାରେ ଥାଆନ୍ତୁ, ଯଦି କାର୍ଯ୍ୟରେ ଥାଆନ୍ତୁ ଟପ୍କୁ ଯିବାକୁ ଚାହାନ୍ତି, ଆଉ ଯଦି ଧର୍ମରେ ଥାଆନ୍ତି ତାପରେ ମୋକ୍ଷ ପ୍ରାପ୍ତି ତାଙ୍କର ଲକ୍ଷ୍ୟ ହେଇଥାନ୍ତି। ଭାରି ଖାଦ୍ୟପ୍ରେମୀ ଆଉ ଆତ୍ମସମ୍ମାନ ପ୍ରିୟ। ବିବାହ ପରେ ସେମାନଙ୍କର ସଫଳତା ଥାଏ। ବାହାଘର ପରେ ସାଧାରଣତଃ ଜୀବନରେ ସଫଳତା ଥାଏ। ବିବାହ 25ରୁ 35 ବର୍ଷ ଭିତରେ ହୁଏ, ଆଉ ସେହି ସମୟରେ ସେମାନେ ବି ସଫଳତା ପାଆନ୍ତି। 50ରୁ 55 ବର୍ଷ ଭିତରେ ମଧ୍ୟ ସଫଳତା ପାଇବାର ବେଶୀ ଦେଖାଯାଏ। ସେମାନେ ଫେଥଫୁଲନେସ୍ ଅଛି ତାଙ୍କର ସ୍ତ୍ରୀ ପ୍ରତି। ବିବାହରେ ସମସ୍ୟା କିନ୍ତୁ ଥାଏ, ବିବାହରେ ଛାଡ଼ପତ୍ର କିମ୍ବା ସ୍ତ୍ରୀ ଠାରୁ ଦୂରରେ ରହିବା ସମସ୍ୟା ଥାଏ। ସ୍ତ୍ରୀ ପାଇଁ ତ୍ୟାଗ କରନ୍ତି, ସ୍ତ୍ରୀକି ବି ବହୁତ ସମ୍ମାନ କରନ୍ତି। ମହିଳାମାନେ ବହୁତ ସେନ୍ସିଟିଭ୍,
ତେଣୁ କ'ଣ କହିଲେ ଭାରି ବାଧେ, ଇମୋସନାଲ୍, କଳି, ତେଣୁ ଟିକେ କଳି କରିବାର ଥାନ୍ତି। ଯେମିତି କଳି କଲେ ସେମାନେ ନିଜର ସମ୍ମାନ ହାନି କରନ୍ତି। ତୀକ୍ଷ୍ଣ ସାଂସାରିକ ବୁଦ୍ଧି ଥାଏ, ସମାଧାନକାରୀ, ଯେକୌଣସି ଜିନିଷକୁ ସମାଧାନ କରିବେ। ପିତୃମାତୃକୁ ଭକ୍ତି କରନ୍ତି ଏବଂ ସେବାକାରୀ ଅଟନ୍ତି। ଏମାନଙ୍କ କ୍ୟାରିୟର ସାଧାରଣତଃ ଶିକ୍ଷକ, ପ୍ରଶାସନିକ ଅଧିକାରୀ, ଡକ୍ଟର, ଶ୍ରମିକ, ଇଞ୍ଜିନିୟର, ନେତା, ଓକିଲ, ସାମ୍ବାଦିକ, ସାମାଜିକ କର୍ମୀ ଏବଂ ଧର୍ମଗୁରୁ ହେବାର ଥାଏ। ଏମାନେ ଦାନ୍ତ ରୋଗ ଓ ରକ୍ତଜନିତ ରୋଗ, ଦୁର୍ଘଟଣା ଏବଂ ଆଖିଜନିତ ରୋଗ ହେବାର ସମ୍ଭାବନା ଥାଏ। ବନ୍ଧୁଗଣ, ରାଶି ହେଲା ମେଷ ରାଶି ଏବଂ ବୃଷ ରାଶି, କୃତ୍ତିକା ନକ୍ଷତ୍ରର ଦୁଇଟା ଇଏ ଅଛି। ଏହା ପାଦ ହେଲା 4 ପାଦ। ପ୍ରଥମ ପାଦରେ ଯିଏ ଜନ୍ମ ହୋଇଥିବ ସେ ବୃହସ୍ପତି, ସୂର୍ଯ୍ୟ, ମଙ୍ଗଳ, କେତୁ ଦ୍ୱାରା ପ୍ରଭାବିତ। ସେମାନଙ୍କର ସାହସ, ବଳ, କ୍ୟାରିୟର, ଇଚ୍ଛାଶକ୍ତି ଓ ସୈନ୍ୟ ବାହିନୀରେ ଚାକିରି, ନେତୃତ୍ୱ ନେବାର ଶକ୍ତି ଥାଏ। ଦ୍ୱିତୀୟ ପାଦରେ ଯେଉଁମାନେ ଜନ୍ମ ହୋଇଥିବେ ସେମାନେ ଶନି, ଚନ୍ଦ୍ର ସେମାନଙ୍କର ଲିଡ଼ିଂ ଗ୍ରହ ଥାନ୍ତି। ସେମାନେ ରୂଢ଼ିବାଦୀ, ବସ୍ତୁବାଦୀ, ଦୟାଳୁ, ପାଳନକାରୀ, କ୍ରିଏଟିଭ୍ ଏବଂ କଳାକାର ଥାନ୍ତି। ତୃତୀୟ ପାଦରେ ଯେଉଁମାନେ ଜନ୍ମ ହୋଇଥାନ୍ତି ଶନି, ମଙ୍ଗଳ ସେମାନଙ୍କର ଲିଡ଼ିଂ ଗ୍ରହ ଥାନ୍ତି। ଜ୍ଞାନ ପିପାସୁ ଥାନ୍ତି, ପ୍ରତିଯୋଗୀ ଥାନ୍ତି ଏବଂ ଖେଳାଳି ହେବାର ସମ୍ଭାବନା ଥାଏ। ଚତୁର୍ଥ ପାଦରେ ଯେଉଁମାନେ ଜନ୍ମ ହୋଇଥାନ୍ତି ସେମାନେ ବୃହସ୍ପତି, ବୁଧ ସେମାନଙ୍କର ଲିଡ଼ିଂ ଗ୍ରହ ଥାନ୍ତି। ସେମାନେ ବସ୍ତୁଭୋଗୀ, ଶିକ୍ଷକ ହେବାର ସମ୍ଭାବନା ଥାନ୍ତି, ଅନ୍ୱେଷୀ ଏବଂ ହସକୁରା ଥାନ୍ତି। ଏ ତତ୍ତ୍ୱ ପୃଥିବୀ ତତ୍ତ୍ୱ, ମାଟି ତତ୍ତ୍ୱ ଥାଏ, ଯାହାଫଳରେ ସେମାନେ ପାରିବାରିକ ଜୀବନ, ସାଂସାରିକ ଜୀବନ ସାଙ୍ଗରେ ପୁରା ଓତପ୍ରୋତ ଭାବରେ ଜଡ଼ିତ ଥାନ୍ତି। ଦିଗ ସେମାନଙ୍କର, ଏଇ ନକ୍ଷତ୍ରର ଦିଗ ହେଉଛି ପୂର୍ବ ଦିଗ। ଏହା ଲିଡ଼ିଂ ଗ୍ରହ ହେଉଛନ୍ତି ସୂର୍ଯ୍ୟ। ଦେବତା ହେଉଛନ୍ତି ଶିବ ଏବଂ ଅଗ୍ନି। ଲିଙ୍ଗ ହେଉଛନ୍ତି, ଏଇ କୃତ୍ତିକା ନକ୍ଷତ୍ର ଲିଙ୍ଗ ହେଉଛି ସ୍ତ୍ରୀଲିଙ୍ଗ। ଅସଙ୍ଗତ, ଯାହା ସାଙ୍ଗରେ ବିବାହ ହେଲେ ଅସୁବିଧା ହୁଏ। ପୂର୍ବଷଢ଼ା ନକ୍ଷତ୍ର, ଶ୍ରବଣ ନକ୍ଷତ୍ର ବିବାହ ହେଲେ ଅସୁବିଧାରେ ପଡ଼ିବାର ସମ୍ଭାବନା ଅଛି। ଜନ୍ମ ମହାଦଶା, ରବି ମହାଦଶାରେ ଏମାନଙ୍କର ଜନ୍ମ। ଗଣ ହେଉଛି ଇଏ ରାକ୍ଷସ ଗଣ। ନାମ ଅକ୍ଷର ହେଉଛି ଯେଉଁ ଅକ୍ଷରରେ ତାଙ୍କ ନାଁ ହୁଏ ଅ, ଇ, ୟୁ, ଏ। ଶୁଭ ବାର ହେଲା ଏମାନଙ୍କର ଷଷ୍ଠୀ। ନାଡ଼ି ହେଲା ମଧ୍ୟ ନାଡ଼ି, ଯାହାଫଳରେ କଫ ରୋଗ ହେବାର ସମ୍ଭାବନା ଥାଏ। ଶୁଭରତ୍ନ ହେଲା ରୁବି। ରୁବିଟା ଶୁଭରତ୍ନ ହେଉଛି ରୁବି। ଶୁଭ ରଙ୍ଗ ହେଉଛି ଧଳା। ଧଳା ରଙ୍ଗ ରୁମାଲଟେ ପାଖରେ ରଖନ୍ତୁ। ଶୁଭ ଅଙ୍କ ହେଉଛି 1, 3, 3। ମନ୍ତ୍ର ହେଉଛି ପ୍ରାୟ ଅଗ୍ନି ଯେହେତୁ ଦେବତା ଅଛନ୍ତି, ହୋମ ଫୋମ କଲେ ଶୁଭ ମିଳେ। ସବୁ ହୋମ ଯଜ୍ଞ ଏଥିରେ ଶୁଭ ମିଳିବାର ସମ୍ଭାବନା ଥାଏ। ବନ୍ଧୁଗଣ, ଯେଉଁମାନେ ଅନ୍ୟ ଭିଡ଼ିଓ ଗୁଡ଼ିକ ଦେଖିବାକୁ ଚାହାନ୍ତି, ଅନ୍ୟ ରାଶି, ନକ୍ଷତ୍ର ଏବଂ ହସ୍ତରେଖା ବିଷୟରେ ଜାଣିବାକୁ ଚାହୁଁଛନ୍ତି, ସେମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପୁରୁଣା ଭିଡ଼ିଓ ଗୁଡ଼ିକ ଦେଖିବାକୁ ଅନୁରୋଧ।